ରଶ୍ମିର ବୟସ ପାଖାପାଖି 20ରୁ 22 ବର୍ଷ ହେଇଥିବ। 2 ବର୍ଷ ପୂର୍ବରୁ ଗୋଟିଏ ବସ୍ ଦୁର୍ଘଟଣାରେ ତା ବାପା ମା ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ତାର ଏତେ ବଡ଼ ଦୁନିଆରେ ନିଜ ଲୋକ କେହି ବି ନଥିଲେ। ରଶ୍ମିକୁ ପଢ଼ିବାର ବହୁତ ସଉକ ଥିଲା। ତାର ବାପା ତାକୁ କଲେକ୍ଟର ବନେଇବାକୁ ଚାହୁଁଥିଲା। ସେ ରଶ୍ମିର ପାଠପଢ଼ାରେ କୌଣସି ଅଭାବ ରଖିନଥିଲେ। କିନ୍ତୁ ତା ବାପାଙ୍କର ଅକାଳ ମୃତ୍ୟୁ ହେବା କାରଣରୁ ସେ ଭାବିଲା କି ତା ସ୍ୱପ୍ନ ଭାଙ୍ଗିଗଲା। ଘରେ ଯାହା କିଛି ବି ସଞ୍ଚୟ ଧନ ଥିଲା ସେଥିରୁ ରଶ୍ମି ଯେମିତି ସେମିତି କରି କଲେଜ ପାଠପଢ଼ା ପୂରା କଲା। ତା ମନରେ ଏବେ ବି କଲେକ୍ଟର ହେବାର ସ୍ୱପ୍ନ ବଞ୍ଚି ରହିଥିଲା। କିନ୍ତୁ ଟଙ୍କାର ସମସ୍ୟା ତା ଲକ୍ଷ୍ୟ ଆଗରେ ଠିଆ ହୋଇଥିଲା। କିନ୍ତୁ ରଶ୍ମି ବି ହାର ମାନିଲାନି। ନିଜ କଲେକ୍ଟର ହେବା ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଜଣଙ୍କ ଘରେ ଖାଇବା ବନେଇ ବାସନକୁସନ ଧୋଇବାର କାମ କରିବାକୁ ଲାଗିଲା। ଯେବେ ତା ସାଙ୍ଗମାନେ କହିଲେ, ଆରେ ରଶ୍ମି, ତୁ ଗୋଟେ ପାଠପଢ଼ୁଆ ଝିଅ ଗ୍ରାଜୁଏଟ୍ ହେଇକି ଏବେ ବାସନକୁସନ ଝାଡ଼ୁ ପୋଛା କରିବୁ? ହଁ କୋଉ ବି କାମ ଛୋଟ କି ବଡ଼ ହେଇନଥାଏ। ଆଉ ଏଇ କାମ କ'ଣ ମୁଁ ମୋର ପେଟ ପୋଷିବାକୁ କରୁଛି? ଏଇଟା ମୁଁ ମୋ ସ୍ୱପ୍ନ ପୂରଣ କରିବା ପାଇଁ କରୁଛି। ପୁଣି ରଶ୍ମି କାମ ଆରମ୍ଭ କରିଦେଲା। ଦିନସାରା ସେ କାମରେ ପରିଶ୍ରମ କରୁଥିଲା ଆଉ ସନ୍ଧ୍ୟାବେଳେ ଘରେ ଆସି ପାଠ ପଢ଼ୁଥିଲା। ଯେଉଁ ଜାଗାକୁ ସେ କାମ କରିବାକୁ ଯାଉଥିଲା ତାଠୁ ତା ଘର 5 ମାଇଲ ଦୂର ଥିଲା। ଶୀଘ୍ର ଚାଲିବା ପରେ ବି ସେ 9ଟା ପୂର୍ବରୁ ଘରକୁ ପହଞ୍ଚି ପାରୁନଥିଲା। ରାତିରେ ଲଣ୍ଠନ ଆଗରେ ଥକି ଯାଇ କେତେବେଳେ ପାଠ ପଢ଼ୁ ପଢ଼ୁ ଶୋଇପଡ଼ୁଥିଲା, ଜଣା ହିଁ ପଡ଼ୁନଥିଲା। ତାପରେ ମଧ୍ୟ ଏତେ ପରିଶ୍ରମ କଲାପରେ ତା ପାଖରେ ସକ୍ଷମ ସମ୍ବଳ ଆସୁନଥିଲା କି ସେ ପାଠ ପଢ଼ିବା ପାଇଁ ସବୁ ବହି କିଣିପାରିଥାନ୍ତା। କୋଚିଂ କରିବା ତ ଦୂରର କଥା। ତାପରେ ବି ରଶ୍ମି ଆଉ ଆଶା ଛାଡ଼ି ନଥିଲା। ଯେଉଁ ଘରେ ସେ କାମ କରୁଥିଲା ସେଇ ଘରେ ବି ଗୋଟିଏ ପୁଅ ଅମିତ ତା ୟୁପିଏସ୍ସି ପରୀକ୍ଷା ପାଇଁ ପାଠ ପଢ଼ୁଥିଲା। ଦିନେ କାମ କରୁ କରୁ ରଶ୍ମି ତା ମାଲିକିଆଣୀକୁ ପଚାରିଲା, ମାଉସୀ, ଅମିତ ଭାଇ ବି କ'ଣ ୟୁପିଏସ୍ସି ପରୀକ୍ଷା ପାଇଁ ପଢ଼ୁଛନ୍ତି କି? ହଁ, ହେଲେ ତୋର କ'ଣ ଗଲା? ମୋ ପୁଅ କ'ଣ ପଢ଼ିଲା କି ନାହିଁ? ବହୁତ ଆଇଲା ଇନକ୍ୱାରି କରିବାକୁ କିଏ କ'ଣ ପଢ଼ୁଛି। ମାଲିକିଆଣୀର କଥା ଶୁଣି ରଶ୍ମି ଜଲ୍ଦି ଜଲ୍ଦି ତା କାମକୁ ସାରିଲା ଆଉ ଘରକୁ ଯିବାକୁ ବାହାରିଲା। ତେବେ ମାଲିକିଆଣୀ କହିଲା, କାଲି ଟିକେ ଜଲ୍ଦି ଆସିବୁ। କାଲି କିଛି ଅତିଥି ଆସୁଛନ୍ତି ଆମ ଘରକୁ। ତାଙ୍କ ପାଇଁ ଖାଇବା ତିଆରି କରିବୁ ଆଉ ଯାହା ଏକ୍ସଟ୍ରା ପଇସା ଲାଗିବ ମୁଁ ତତେ ଦେଇଦେବି। ମାଉସୀ, ମତେ ପଇସା ଦରକାର ନାହିଁ। ଖାଲି ଅମିତ ଭାଇଙ୍କର ପୁରୁଣା ୟୁପିଏସ୍ସି ମତେ ବହିଟା ମିଳିଯାଇଥାନ୍ତା ଯଦି ବହୁତ ଦୟା ହେଇଥାନ୍ତା। ତେବେ ସେଠାକୁ ଅମିତ ଆସିଗଲା ଆଉ ରଶ୍ମି କହିଥିବା ଶେଷ କଥାକୁ ଶୁଣିନେଲା। ସେ ତାର ବ୍ୟଙ୍ଗ କରି ତାକୁ କହିଲା, ତୁ କଲେକ୍ଟର ହବୁ ନାଇଁ? ନିଜ ଷ୍ଟାଣ୍ଡାର୍ଡରେ ରହ ହେଲା। ତୁତେ ଜଣା ବି ଅଛି ୟୁପିଏସ୍ସି କାହାକୁ କୁହାଯାଏ? ଜେଜେମା କଥା ମନେ ପଡ଼ିବ, ଜେଜେମା କଥା। ତୋ ଭଳିଆ ଲୋକ ଯଦି ହେଇଯିବେ କଲେକ୍ଟର ତାହେଲେ ଦେଶର ଉଦ୍ଧାର ହେଇଯିବ। ତା କଥା ଶୁଣି ତା ମା ବି ବହୁତ ଜୋରେ ହସିବାକୁ ଲାଗିଲା। ରଶ୍ମି ମନ ଦୁଃଖ କରି ସେଠାରୁ ପଳେଇଲା। ଏଇ କଥା ଯୋଗୁଁ ରଶ୍ମିର ଟିକେ ମନ ଦୁଃଖ ତ ହେଲା, କିନ୍ତୁ ତା ଆତ୍ମବିଶ୍ୱାସ ଜମା ଭାଙ୍ଗିଲାନି। ଯେତେ ହେଲେ ବି ମୋର ଥଟ୍ଟା କରନ୍ତୁ, କିନ୍ତୁ ମୁଁ ମୋ ସ୍ୱପ୍ନ ନିଶ୍ଚୟ ପୂରା କରିବି। ଆଜିଠାରୁ ମୁଁ 10 ଘଣ୍ଟା କରି ପଢ଼ିବି ଆଉ ମୁଁ ସେଇଦିନ ହିଁ ଶାନ୍ତିରେ ଶୋଇବି ଯେଉଁଦିନ ମୁଁ ମୋ ସ୍ୱପ୍ନ ପୂରା କରିବି। ଆଉ ଯଦି ମୁଁ ଏ ସ୍ୱପ୍ନ ପୂରା କରିକି ମରି ବି ଯିବି ସେଇଟା ବି ଠିକ୍ ହବ। ରଶ୍ମି ପ୍ରତିଜ୍ଞା ତ ନେଇଗଲା, କିନ୍ତୁ ଏବେ ବି ତାର ବହି ସମସ୍ୟା ସରିନଥିଲା। ପରଦିନ ସେ ପୁଣି କାମକୁ ଗଲା। ସେ ସେଠାରେ ସମସ୍ତ ଅତିଥିଙ୍କ ପାଇଁ ଖାଇବା ବନେଇଲା ଆଉ ଯେତେବେଳେ ଅତିଥିମାନେ ଚାଲିଗଲେ ମାଲିକିଆଣୀ ପାଖକୁ ଯାଇ ସେ କହିଲା, ମାଉସୀ, ସବୁ କାମ ସରିଗଲା। ଆପଣ ପା କ'ଣ କହିଥିଲେ ଏକ୍ସଟ୍ରା ପଇସା ଦେବେ? ଆପଣ ପଇସା ଦେଲେ ମୁଁ ନୂଆ ବହି ଯାଇକି କିଣିବି। ମାଲିକିଆଣୀର ତ ସବୁ କାମ ହୋଇସାରିଥିଲା, କିନ୍ତୁ ତା ମନରେ କୂଟନୀତି ଥିଲା। ସେଥିପାଇଁ ସେ ପୁଣି କହିଲା, ଆରେ ତତେ ବହି ଦରକାର ନା? ତୁ ଅମିତ୍ର ବହି ନେଇକି ଯା, ତାକୁ ପଢ଼ିକି ତାକୁ ଫେରେଇ ଦେବୁ ଆଉ। ରଶ୍ମିକୁ ଏଇଆ ହିଁ ଦରକାର ଥିଲା, ତ ସେ ସେଥିରେ ହଁ କହିଦେଲା। ପୁଣି ତା ମାଲିକିଆଣୀ ତା ପୁଅ ଅମିତକୁ ଡାକିଲା ଆଉ କହିଲା, ପୁଅ, ତୁ ତାକୁ କିଛି ତୋର ବହି ଦେଇଦେ। ସେ 2-3 ଦିନରେ ପଢ଼ିକି ତତେ ଫେରେଇ ଦବ। ମା କହିବା ଦ୍ୱାରା ଅମିତ ଯାଇ ତା ରୁମ୍ରୁ କିଛି ବହି ଆଣି ସେଠି ଦେଇଦେଲା। ୟା ପରେ ଏହି ପ୍ରକାରର ବହୁତ ଦିନ ଯାଏ ଚାଲିଲା। ମାଲିକିଆଣୀ ତା ମନ ଇଚ୍ଛା ହିସାବରେ ତାକୁ କାମ କରଉଥିଲା ଆଉ ତା ବଦଳରେ ତାକୁ କିଛି ବହି ଦେଉଥିଲା। ମାଲିକିଆଣୀକୁ ଏଥିରେ ତାର ନିଜ ଲାଭ ଦେଖାଯାଉଥିଲା। ସେପଟରେ ବହି ମିଳିବା ଦ୍ୱାରା ରଶ୍ମି ମନରେ ସାହସ ଆସିଯାଉଥିଲା। ଏବେ ସେ 2 ଗୁଣ ଉତ୍ସାହ ସହିତ ଆହୁରି ପାଠ ପଢ଼ୁଥିଲା। ଅମିତ୍ର ସେଇ ବହି ଯାହା ଆଲମାରିରେ ପଡ଼ି ଧୂଳି ହେଉଥିଲା, ତାଙ୍କର ବି ଭାଗ୍ୟ ଫିଟିଗଲା। ଗୋଟିଏ ଦିନ ମାଲିକିଆଣୀ କାମ କରୁ କରୁ ରଶ୍ମିକୁ ପଚାରିଲା, କିରେ ରଶ୍ମି, ତୋର ଏଇନା କେମିତି ପାଠପଢ଼ା ଚାଲିଛି? ତତେ ତେବେ ବହି ବି ମିଳିଗଲାଣି। ରଶ୍ମି କିଛି କହିବାକୁ ଯାଉଥିଲା ଯେ ଅମିତ ଆସି ସେଠାରେ ତାକୁ କହିଲା, ଆରେ ୟା ପାଠପଢ଼ା କେମିତି ଚାଲୁଥିବ? ପୁରା ଦିନ ତ ସେ ଏଇଠି ରହୁଛି, ପାଠପଢ଼ା କ'ଣ କରୁଥିବ?
କଣ ରଶ୍ମି ତତେ ଜଣା ବି ଅଛି ଏ ପରୀକ୍ଷାରେ କେତେଟା ପେପର ଥାଏ ବୋଲି? ହଁ ଭାଇ, ମୋତେ ଜଣା ଅଛି କି ଏଥିରେ କେତେଟା ପେପର ଅଛି ବୋଲି। ମୋ ପ୍ରିପାରେସନ୍ 2ଟା ପେପର ପାଇଁ ହେଇସାରିଲାଣି। ଆଚ୍ଛା, ତମେ ମୋର ଗୋଟେ ପ୍ରଶ୍ନର ଉତ୍ତର ଦେଲ। ଯେ ଖଜୁରାଓ ମନ୍ଦିରର ପ୍ରତିଷ୍ଠା କୋଉ ରାଜାଙ୍କ ସମୟରେ ହୋଇଥିଲା? ଅମିତ୍ର ପବନ ବାହାରିଗଲା, କାହିଁକିନା ତାକୁ ପ୍ରଶ୍ନର ଉତ୍ତର ଜଣା ନଥିଲା। ଆରେ ବା ଭାଇ, ଏଇଟା ତ ବହୁତ ସହଜ ପ୍ରଶ୍ନଟେ ଥିଲା। ତମକୁ ଏତିକି ବି ଜଣା ନାହିଁ? ଅମିତ କିଛି କହିଲାନି ଆଉ ଚୁପଚାପ ସେଠାରୁ ଚାଲିଗଲା। ଆଜି ରଶ୍ମି ତାର ପ୍ରତିଟି ଅପମାନର ଉତ୍ତର ଅମିତକୁ ଗୋଟିଏ ଝଟକାରେ ହିଁ ଦେଇଦେଲା। ରଶ୍ମି ବହୁତ ଉତ୍ସାହର ସହିତ ପାଠ ପଢ଼ୁଥିଲା। ସେ ପୁରା ପରୀକ୍ଷାର ସିଲାବସ୍ ପରୀକ୍ଷାର 2 ମାସ ପୂର୍ବରୁ ହିଁ ସାରିଦେଲା। ନିଶ୍ଚିତ ସମୟରେ ପରୀକ୍ଷା ହେଲା। ରଶ୍ମି ପରୀକ୍ଷାର ପ୍ରଥମ ସୋପାନ ପାର କରିଦେଲା। ଆଉ ସେପଟେ ଅମିତ ଯେତେ ଚେଷ୍ଟା କଲା ପରେ ମଧ୍ୟ ଏଥିରେ ସଫଳ ହୋଇପାରିଲା ନାହିଁ। ରଶ୍ମି ତା ପ୍ରଥମ ସୋପାନର ଫଳାଫଳ କାହାକୁ ବି କହିଲା ନାହିଁ। ଯେପର୍ଯ୍ୟନ୍ତ ମୁଁ ଇଣ୍ଟରଭ୍ୟୁ ରାଉଣ୍ଡ ଯାଏଁ ପହଞ୍ଚିନି, ଏଇସବୁ କାହାକୁ ବି କହିବା ଠିକ୍ ହବନି। ଏହିପରି ସେ ମନଧ୍ୟାନ ଦେଇ ପାଠ ପଢ଼ି ପଢ଼ି ୟୁପିଏସ୍ସିର ମୁଖ୍ୟ ପରୀକ୍ଷାକୁ ବି ପାସ୍ କରିନେଲା। ଏବେ ଖାଲି ବାସ୍ ଇଣ୍ଟରଭ୍ୟୁ ନେବା ବାକି ଥିଲା। ଇଣ୍ଟରଭ୍ୟୁର ଗୋଟେ ଦିନ ପୂର୍ବରୁ, ଦେଖ ରଶ୍ମି, କାଲି ମୋ ପୁଅ ଅମିତ୍ର ହେଉଛି ଜନ୍ମଦିନ, ବହୁତ ଲୋକ ଆସିବେ, ତୁ ଟିକେ ଜଲ୍ଦି ପଳେଇ ଆସିବୁ ହେଲା। କିନ୍ତୁ ମାଉସୀ, କାଲି ତ ଆସିବା ମୋ ପାଇଁ ଅସମ୍ଭବ। କାଲି ମୋର ଶେଷ ପରୀକ୍ଷା। ହଁ, ତୁ ତ ଆଇଛୁ ପରୀକ୍ଷା ଦେବା ପାଇଁ ଆଉ। ଯେତିକି କହିଲି ସେତିକି କର। ଆଉ ଯଦି କାଲି ତୁ ନ ଆସିଲୁ, ମୋ ଘରକୁ ତୁ ଆଉ ଥରୁଟିଏ ବି ଫେରିପାରିବୁନି। ରଶ୍ମି ଆଉ ତାର ମାଲିକିଆଣୀର କଥା ଶୁଣିଲା ନାହିଁ ଆଉ ନିଶ୍ଚିତ ସମୟରେ ଇଣ୍ଟରଭ୍ୟୁ ପାଇଁ ଗଲା। ମାଲିକିଆଣୀ ସେଇଦିନ ଅନ୍ୟ ଚାକରାଣୀ ରଖିଦେଲେ। ଆସୁ ସେ ରାଜକୁମାରୀ, ତାକୁ ମୁଁ ଏମିତି ଗାଳି ଦେବି ଯେ ଜୀବନ ସାରା ମନେ ରଖିବ ମତେ। ହାଁ। କିନ୍ତୁ ରଶ୍ମି ଆଉ ସେଇଦିନ ପରଠୁ ତାଙ୍କ ଘରକୁ ଗଲା ନାହିଁ। ଈଶ୍ୱର ତା ଭାଗ୍ୟରେ ଆଉ କିଛି ଲେଖିଥିଲେ। ଏପଟରେ ମାଲିକିଆଣୀ ତାକୁ ଗାଳି ଦେବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା। ଆଉ ସେପଟରେ ୟୁପିଏସ୍ସି ପରୀକ୍ଷାର ଫଳାଫଳ ଆସିଗଲା। ରଶ୍ମି ତା 67 ରାଙ୍କ ସହିତ ପରୀକ୍ଷା କେବଳ ପାସ୍ କରିନଥିଲା ଯେ ଟପ୍ 100 ମଧ୍ୟରେ ବି ଆସିଥିଲା। ସହରର ପ୍ରତିଟି ଖବରକାଗଜରେ ରଶ୍ମିର କାହାଣୀ ବିଷୟରେ ହିଁ ଲେଖା ହୋଇଥିଲା। ଅମିତ ଆଉ ତାର ମା ଯେତେବେଳେ ଖବରକାଗଜରେ ରଶ୍ମିର ଫଟୋ ସହିତ ତାର ପ୍ରଶଂସା କରାଯାଉଥିବା ଦେଖିଲେ ତ ତାଙ୍କ ମୁହଁ ଖୋଲାକୁ ଖୋଲା ରହିଗଲା। କାଲି ପର୍ଯ୍ୟନ୍ତ ତାଙ୍କ ଘରେ କାମ କରୁଥିବା ଝିଅ ନିଜର ପରିଶ୍ରମ ବଳରେ ସେଇ ସଫଳତା ହାସଲ କରିଥିଲା ଯେ ଅମିତ ଆଉ ତା ମା ଭଳି ଲୋକ ତାର ଆଖପାଖରେ ବି ଚାଲିପାରିବେ ନାହିଁ। ସେପଟେ ରଶ୍ମି ଆଜି ବହୁତ ଖୁସି ଥିଲା। ଆଜି ତାର ସଫଳତା ନା ହିଁ ତାର ଆଉ ତା ବାପାଙ୍କ ସ୍ୱପ୍ନ ପୂରଣ କରିଥିଲା, ଆଉ ଅମିତ ଆଉ ଅମିତ୍ର ମାଙ୍କ ଭଳି କିଛି ଲୋକ ମୁହଁରେ ତାଲା ଲଗେଇ ଦେଇଥିଲା, ଯେ କାହାର ରୂପଭେକ ଦେଖି ତା ବୁଦ୍ଧିର ଆକଳନ କରି ଅପମାନ କରନ୍ତି। Thanks for watching.